ଆପଣ କଣ ପେନି ଷ୍ଟକ୍ କଣ ଜାଣିବା ପାଇଁ ଚାହୁଁଛନ୍ତି? ଇଏ ଦେଖନ୍ତୁ ମୋର ପେନି ଷ୍ଟକ୍ ର ଲିଷ୍ଟ। ଆଜି ମୁଁ ଏଇ ଷ୍ଟକ୍ ର ଲିଷ୍ଟ ବାହାର କରିଥିଲି। ତ ଏମିତି ଆପଣ କେମିତି ପେନି ଷ୍ଟକ୍ ର ଲିଷ୍ଟ ବାହାର କରିପାରିବେ? ତ ଇଏ ଦେଖନ୍ତୁ ମୋ ପେନି ଷ୍ଟକ୍ ର ଲିଷ୍ଟ। ଆପଣ ଯଦି ପେନି ଷ୍ଟକ୍ ବିଷୟରେ ଜାଣିନାହାନ୍ତି ତେବେ ଜାଣିଥାନ୍ତୁ। ପେନି ଷ୍ଟକ୍ କହିଲେ ଆମେ ସେଇ ଷ୍ଟକ୍ କୁ ବୁଝିଥାଉ ଯାହା 10 ଟଙ୍କାରୁ କମ ଦାମରେ ଆମକୁ ସେୟାର ବଜାରରେ କିଣିବାକୁ ମିଳିଥାଏ। ତେବେ ଆମେ ଯଦି ଏଇ ଭିଡିଓଟିକୁ 10 ଦିନ କିମ୍ବା 30 ଦିନ ପରେ ଦେଖୁଛନ୍ତି ତେବେ ସେହି ଦିନ ଏଇ ଲିଷ୍ଟଟିକୁ କେମିତି ଆମେ ବାହାର କରିବା ଆସନ୍ତୁ ଏଇ ଭିଡିଓରେ ସବୁ ଡିଟେଲ୍ସ ତା ବିଷୟରେ ଜାଣିବା। ମୁଁ ଦେବାଶିଷ ଦାସ, ଜୟ ଜଗନ୍ନାଥ, ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ଆଉ ଗୋଟେ ନୂଆ ଭିଡିଓରେ। ତ ଆସନ୍ତୁ ଦେଖିବା କେମିତି ଆମେ ପେନି ଷ୍ଟକ୍ କୁ ସିଲେକ୍ସନ କରିବା। ପ୍ରଥମେ ଗୁଗଲ କ୍ରୋମ କୁ ଖୋଲନ୍ତୁ। ସେଠି ସର୍ଚ୍ଚ କରନ୍ତୁ screener.in। ତ ପ୍ରଥମେ ଯୋଉ ୱେବସାଇଟ ଟା ଆପଣଙ୍କୁ ଖୋଲିବ ସେ ୱେବସାଇଟ ଉପରେ କ୍ଲିକ୍ କରନ୍ତୁ ଏବଂ ଲଗଇନ୍ ପେଜ ରେ ଯାଇକି ନିଜର ମେଲ ଆଇଡି ଦ୍ୱାରା ତାକୁ ଲଗଇନ୍ କରନ୍ତୁ। ବର୍ତ୍ତମାନ ସ୍କ୍ରିନର୍ସ ରେ ଯାଇକି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ କ୍ରିଏଟ୍ ଏ ନ୍ୟୁ ସ୍କ୍ରିନ୍ ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠି ଭରନ୍ତୁ। ବର୍ତ୍ତମାନ ଟାଇପ କରନ୍ତୁ କରେଣ୍ଟ ମାର୍କେଟ ପ୍ରାଇସ୍ $10 and profit growth more than 50 and return over 1 year more than 100। ବର୍ତ୍ତମାନ ରନ୍ ଦିସ୍ କ୍ୱେରି ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣ ଦେଖନ୍ତୁ ସବୁ ଯାକ ଲିଷ୍ଟ ଆସିଗଲା। ଇଏ ଦେଖନ୍ତୁ ସବୁ ଷ୍ଟକ୍ ର ଲିଷ୍ଟ ଆପଣଙ୍କ ସାମ୍ନାକୁ ଆସିଗଲା। ଏଠି ଆପଣ ସବୁ ଷ୍ଟକ୍ ର ଡିଟେଲ୍ସ ଦେଖିପାରିବେ। ସବୁ ଷ୍ଟକ୍ ରେ ପ୍ରାଇସ୍ 10 ଟଙ୍କାରୁ କମ ଅଛି। ଷ୍ଟକ୍ କୁ ସିଲେକ୍ସନ କରିବା ପୂର୍ବରୁ ଦେଖନ୍ତୁ ତାର ବେସିକ ଡିଟେଲ ୟାଥିରେ ଆପଣ ଜାଣିପାରିବେ। ଏଠି ସବୁ ଷ୍ଟକ୍ ବିଷୟରେ ଆପଣ ତାର ବେସିକ ଡିଟେଲ୍ସ ଜାଣିପାରିବେ। ଆପଣ ଷ୍ଟକ୍ ସିଲେକ୍ଟ କରିବା ପୂର୍ବରୁ ଆପଣ କଣ କଣ ଦେଖିବା ନିହାତି ଜରୁରୀ ତାହା ଆସନ୍ତୁ ଜାଣିନେବା। ଏଠି ଆପଣ ଷ୍ଟକ୍ ପ୍ରାଇସ୍ ଦେଖିପାରୁଛନ୍ତି। ଦେନ୍ ବର୍ତ୍ତମାନ ଆପଣ ପି ରେସିଓ ଏଟା ମୋର ଦେନ୍ 20% ରହିବା ଦରକାର। ମାର୍କେଟ କ୍ୟାପ ଯେତେ ଭଲ ଅଧିକା ରହିବ ସେତେ ଭଲ। ସবার ଲାଷ୍ଟ ଆପଣ ଦେଖିପାରିବେ ପ୍ରଫିଟ ଗ୍ରୋଥ ଏଟା ମୋର ଦେନ୍ 50% ହେଇଥିବା ଦରକାର। ଆଉ 1 ଇୟର ରିଟର୍ନ ଆପଣଙ୍କର 100% ହେଇଥିବା ଦରକାର। ତ ଏଇଆ ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କର ମାର୍କେଟରେ ଗୋଟେ ଭଲ ଷ୍ଟକ୍ ଆପଣ ଏଥିରେ ଦେଖିପାରିବେ। ଯଦି ଆପଣ ଏଇ ଷ୍ଟକ୍ ଭିତରୁ କିଛି ଷ୍ଟକ୍ ଭଲ ଲାଗୁଛି ତା ଉପରେ କ୍ଲିକ୍ କରି ଆପଣ ଏଥିରେ ଦେଖିପାରିବେ ସେ ଷ୍ଟକ୍ ର ସମସ୍ତ ଡିଟେଲ୍ସ। ତ ଆପଣ ବର୍ତ୍ତମାନ ଯୋଉ ଷ୍ଟକ୍ ଆପଣଙ୍କୁ ଭଲ ଲାଗୁଛି ଆପଣ ସେ ଷ୍ଟକ୍ ଉପରେ ସିଲେକ୍ସନ କରିକିନା ଆପଣ ସେ ଷ୍ଟକ୍ ବିଷୟରେ ସବୁ ଡିଟେଲ୍ସ ଜାଣିପାରିବେ। ତାର ଭଲ କଣ ମନ୍ଦ କଣ ସବୁ ଏଥିରେ ଲେଖା ହେଇଛି। ଏଥିରେ ଆପଣଙ୍କର କଣ ଭଲ ପାର୍ଟ ଏଥିରେ କଣ ଖରାପ ପାର୍ଟ ସବୁ ଏଥିରେ ଆପଣ ସେଥିରେ ମେନସନ ଅଛି। ଏସବୁ ଜିନିଷକୁ ଦେଖିକି ଆପଣ ସେ ଷ୍ଟକ୍ ବିଷୟରେ କିଛି ଡିସିଜନ ନେଇପାରିବେ। ଯଦି ଆପଣ ଏଇ ଷ୍ଟକ୍ ଗୁଡ଼ିକରେ ଇନଭେଷ୍ଟ କରୁଅଛନ୍ତି ତେବେ ଆପଣଙ୍କର ଆଗକୁ ଭଲ ରିଟର୍ନ ଆସିବାର ସମ୍ଭାବନା ଅଛି। ତ ଏହିପରି ଅନ୍ୟ ଏକ ଗୋଟିଏ ଭଲ ଭଲ ଟ୍ରିକ୍ ଆଉ ଆପଣଙ୍କର ଷ୍ଟକ୍ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ ନିଜ ବନ୍ଧୁମାନଙ୍କ ଭିତରେ, ଯାହା ଫଳରେ କି ସେମାନେ ଏମିତି ଛୋଟ ଛୋଟ ଷ୍ଟକ୍ କୁ ସିଲେକ୍ସନ କରିକି ନିଜ ପୋର୍ଟଫୋଲିଓରେ ଲଙ୍ଗ ଟାଇମ ପାଇଁ ରଖିକିନା ଭଲ ପ୍ରଫିଟ ଇନକମ କରିପାରିବେ। ନମସ୍କାର, ଜୟ ଜଗନ୍ନାଥ।